ହ୍ୟାଲୋ ହାଇ ଗାଇସ୍, ଆଜିର ମିନି ବ୍ଲଗ୍କୁ ଆପଣଙ୍କୁ ସ୍ୱାଗତମ ଆଉ ଶୁଭ ସକାଳ। ହଠାତ୍ କିନି ମୋତେ କଲ୍ କଲେ ଜଣେ ବ୍ୟକ୍ତି, ମୋତେ କହିଲେ କି ଜଲ୍ଦି ଜଲ୍ଦି ଗାଡ଼ି ନେଇକି ଆ। ମୁଁ ତାଙ୍କୁ ପଚାରିଲି କ'ଣ ପାଇଁ, କହିଲେ ମୁଁ 2 ଟଙ୍କା ପାଇଁ ମୋ ବସ୍ କଣ୍ଡକ୍ଟରକୁ ବାଡ଼େଇ ଦେଇଛି। ସେ ପୁଣି ଆଉ କିଏ ନ ମହାନ ବ୍ୟକ୍ତି, ମୋ ଦିଦି। ଏଠୁ ମୁଁ ତାଙ୍କୁ ନେଇକି ଆଇଥିଲା, ଘରକୁ ଆଇଲା ପରେ ଜଳଖିଆ କିଣିକି ଆଣିଥିଲା। ଆମେ 2 ଭାଇ ଭଉଣୀ ଖାଇକି ବାହାରି ଯାଇଥିଲି। ତାପରେ ମୋ ସାଙ୍ଗମାନଙ୍କ ସହିତ ଭାଇମାନଙ୍କ ସହିତ ଟିକେ ପୋଖରୀରେ ଗାଧୋଇବା ପାଇଁ। ଆଉ ତାଙ୍କମାନଙ୍କ ତ ହସ ଦେଖୁଥିବେ କି ଖରା ସମୟ ଆମେ ବାହାରି ଯାଇଥିଲୁ ପୋଖରୀରେ ଗାଧୋଇକି ଆସିବା ପାଇଁ। ଆଉ ଦେଖିପାରୁଥିବେ କି ହସ, ଖରା ଦେବ ତ ଆମକୁ ରାଗିକି ଅଛନ୍ତି, ଛାଡ଼ିବେନି ବୋଲି। ଖରା ଭୁବନେଶ୍ୱର ଏତେ ମାତ୍ରାରେ ଖରା ହେଲାଣି, ଏବେଠୁ ଆଗକୁ କ'ଣ ହେବ। ତାପରେ ସନ୍ଧ୍ୟାବେଳେ ବାହାରି ଯାଇଥିଲି ମୁଁ ତୋଷାଳୀ ମେଳା ବୁଲିବା ପାଇଁ। ଆଉ ଏତେ ଗହଳି ଦେଖିପାରୁଥିବେ, ଗହଳି ତ ପ୍ରବଳ ଥିଲା। ଆଉ ମୁଁ ଫାଷ୍ଟ ଷ୍ଟାର୍ଟିଂ କରିଥିଲି ରୟାଲ ଏନଫିଲ୍ଡରୁ ଦେଖିବା ପାଇଁ। ରୟାଲ ଏନଫିଲ୍ଡର ଜିଟିଟା ମସ୍ତ ଥିଲା। ତାପରେ ଏଠି ପୁଣି ପିଲାଙ୍କ ପାଇଁ ଖେଳଣା ଜିନିଷ ବି ବୁଲୁଥିଲେ, ଟୟ ମାନେ ଭିତରେ କଷ୍ଟ୍ୟୁମ୍ ପିନ୍ଧିକି। ଆଉ ଏଇ ଚଢ଼େଇଟା ମୋତେ ବହୁତ ଭଲ ଲାଗିଲା, କାରଣ ପିଲାମାନଙ୍କୁ ବହୁତ ହସେଇଲା। ଗୋଟେ ପିଲା କାନ୍ଦୁଥିବା ପିଲା ହସିଲା, ମୋତେ ବହୁତ ଖୁସି ଲାଗିଲା। ପୁଣି ଏଠି କେତେ କଲେକ୍ସନ୍, ଲେଡ଼ିଜ୍ ମାନଙ୍କର କଲେକ୍ସନ୍ ଥିଲା, ଲୁଗା, ଶାଢ଼ୀ, ଡ୍ରେସ୍, ପାଜାମା। ତାପରେ ପୁଅମାନଙ୍କର ଏଇଠି ଭଲ ଭଲ ସମ୍ବଲପୁର ଡ୍ରେସ୍ ବି ଥିଲା, ମସ୍ତ କଲେକ୍ସନ୍ ବି ଥିଲା, ମୋତେ ଭଲ ଲାଗିଥିଲା। ଆଉ ମୁଁ ଏଥର ଗୋଟେ ଆଣିଥିଲି, ମୁଁ ଆପଣଙ୍କୁ ଦେଖେଇନି ବାଇ ଦ ୱେ। ମୁଁ ଆଣିଛି ଗୋଟେ ଡ୍ରେସ୍, ପଛେ କେବେ ଗୋଟେ ଦେଖେଇଦେବି। ତାର ସବୁଠୁ ଭଲ ଲାଗିଲା ଘରର ଇଣ୍ଟେରିୟର୍ ପାଇଁ ଯେଉଁ ଟୟ ମାନେ ଥିଲେ, ମସ୍ତ ଲାଗୁଥିଲା। ଆଉ ତାର ଆସିଯାଇଥିଲି ପିଲା ଖେଳଣା ପାଖକୁ, କାରଣ ପିଲାବେଳେ ମୁଁ ଏଇ ଖେଳଣା ଖେଳିବା ପାଇଁ ଡ୍ରାଗନ୍ ଦୋଳି, ବୋଟ୍, ଆଉ ଗୋଟେ ବି ଗେମ୍ ଥିଲା, ସେଇଟା ମୁଁ ଜୀବନରେ କେବେ ଖେଳିନି। ବହୁତ ଡରେ, ଘର ଲୋକ ଡରନ୍ତି, ଏଇ ଗେମ୍ଟା ଡରନ୍ତି, ମୋତେ ଖେଳନ୍ତିନି ସେତେବେଳେ। ତାପରେ ତାଙ୍କୁ ଦେଖିକି ମୋ ପୁରୁଣା ସ୍ମୃତି କଥା ମନେ ପଡ଼ିଗଲା, କାରଣ ମୁଁ ପିଲାବେଳେ ଏମିତି ଖେଳିବା ପାଇଁ ବହୁତ ଜିଦି କରୁଥିଲି। ତାପରେ ଏଇଟା ଭାବୁଥିବେ ଆପଣ, ଏଇଟା କ'ଣ? ଆପଣ ଗେଷ୍ଟ କରନ୍ତୁ, ଏଇଟା ତାହେଲେ କ'ଣ ହେଇଥିବ ଭାଇମାନେ? ଆପଣମାନେ ଜାଣିଥିବେ ଏଇଟା ହେଉଛି ସୂତା ଚାଷ। କାରଣ ସୂତା ଚାଷ ହେଲେ ସିନା ଆମେ ଡ୍ରେସ୍ ପ୍ୟାଣ୍ଟ ପିନ୍ଧି ପାରୁଥିବା, ଏଇ ସୂତାରେ ହିଁ ତ ହେଉଛି ନା। ଏଇଠି କେମିତି ପ୍ରୋସେସ୍ରେ କରାଯାଉଛି ସେ ସବୁ କହୁଛନ୍ତି। ଦେଖନ୍ତୁ, ଏଇ ପ୍ରୋସେସ୍ରେ ପୋକକୁ ରଖାଯିବ କିଛି ଦିନ, ତାପରେ ସେ ତାଙ୍କ ପଛପଟେ ସ୍ପାଇଡରମ୍ୟାନ୍ ଲେଖି ସୂତା କାଢ଼ିବେ, ତାପରେ ଯାଇକି ସୂତାରେ ମେସିନ୍ରେ ବନାଯିବ। ମୋତେ ତ ବହୁତ ଭଲ ଲାଗିଲା ଦେଖିବାକୁ। ଆପଣମାନେ ତୋଷାଳୀ ମେଳା ପଡ଼ିଛି, ଆପଣମାନଙ୍କୁ ଯାହାକୁ ଦେଖିବାର ଇଚ୍ଛା ଅଛି ଜଲ୍ଦି ତୋଷାଳୀ ମେଳା ଭିଜିଟ୍ କରନ୍ତୁ, ଭଲ ଲାଗିବ। ଆଉ ପୁଣି ଭାଇ ସାବ୍, ଏଇଟା ଦେଖିଲା ପରେ ବାହାରି ଯାଇଥିଲୁ ଆମେ ବାହାରକୁ। ବାହାରିଲା ପରେ ଏଇଠି ଗୋଟେ ଦିଦିକି ମୁଁ ଦେଖିଥିଲି ଫାଷ୍ଟ। ସେ ବିଲେଇଟାକୁ ଏତେ ଗେଲ କରିଥିଲେ ଯେ ବିଲେଇଟା ପୁରା ତାଙ୍କ କୂଳରେ ହିଁ ଶୋଇପଡ଼ିଥିଲା। ଯଦି ପଶୁମାନଙ୍କୁ ଆପଣ ଯଦି ଗେଲ କରିବେ ନା, ସେ ଆପଣଙ୍କୁ ବହୁତ ଭଲ ଲାଗିବ। ଆଉ ପୁଣି ଏଇଠି ମେନ୍ ବ୍ୟାଗ୍ ଦେଖିବାକୁ ଟିକେ ଆଇଥିଲି ଯେ ଭାଇ, ମୋ ପାଇଁ କିଛି ବି ବ୍ୟାଗ୍ ନଥିଲା। ଏଇଟା ଖାଲି ଓନ୍ଲି ଫର୍ ଲେଡ଼ିଜ୍ ପାଇଁ ହିଁ ବୋଧେ ତୋଷାଳୀଟା ପଡ଼େ। ଦେଖନ୍ତୁ, ଯେଉଁଠି ଦେଖିବେ ଲେଡ଼ିଜ୍ର ଡ୍ରେସ୍, ଶାଢ଼ୀ, କୁର୍ତ୍ତୀ, ଚୁଡ଼ି, କାନଫୁଲ, ସବୁ ଲେଡ଼ିଜ୍ଙ୍କର। ଏଇଟା ପାଇଁ ମୁଁ ବାହାରି ଯାଇଥିଲି ରାଗିକି। ଆଉ ଆଜିର ମିନି ବ୍ଲଗ୍ ଏଇଠି ସରୁଛି। ଆଉ ଆପଣମାନେ ଦେଖିଛନ୍ତି, ରହୁଛି। ଥ୍ୟାଙ୍କ ୟୁ, ବାଏ ବାଏ।